ଆଜିର ଏକ ବୁନ୍ଦ ବଚନାମୃତରେ ଯଜୁର୍ବେଦର ଏକ ଗଭୀର ମନ୍ତ୍ରର ଅର୍ଥ ବୁଝିବାକୁ ଯାଉଛୁ। ସାଧାରଣତଃ ଲୋକମାନେ ଭାବନ୍ତି ଈଶ୍ୱର କୌଣସି ଦିଗରେ ଅଛନ୍ତି, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ। କିନ୍ତୁ ବେଦ କହେ ଈଶ୍ୱର ଦିଗରେ ନୁହେଁ, ସେ ସବୁ ଦିଗର ପଛରେ ଅଛନ୍ତି। ଏବେ ପଛର ଅର୍ଥ କ'ଣ? ଏହା କୌଣସି ଦିଗର ପଛ ନୁହେଁ। ଯେଉଁଠାରେ ଆପଣ ଅଛନ୍ତି, ଯେଉଁଠାରୁ ସବୁ ଦେଖାଯାଏ, ସବୁ ଜଣାଯାଏ, ସେଇଟା ଆପଣଙ୍କ ସ୍ୱୟଂ। ବେଦର ମନ୍ତ୍ର କହେ ସେ ପୂର୍ବରୁ ଥିଲେ, ସେ ଜନ୍ମ ନେଉଛନ୍ତି, ସେ ଗର୍ଭରେ ଅଛନ୍ତି, ସେ ପୁଣି ଜନ୍ମ ନେବେ। ଏହା ସବୁ ସେଇ ଏକ ସତ୍ତା, ଯାହା ସମସ୍ତ ଜୀବନର ଜୀବ ବା ଆତ୍ମା ଅଟନ୍ତି। ବେଦରେ ଅନୁ ଶବ୍ଦ ଆସିଅଛି। ଅନୁର ଅର୍ଥ ପଛ, କିନ୍ତୁ ଏହି ପଛ କୌଣସି ଦିଗ ନୁହେଁ। ଏହା ସେହି ସତ୍ତା, ଯାହା ସବୁକୁ ଦେଖୁଛି, ସବୁକୁ ଜାଣୁଛି, ସବୁକୁ ଶୁଣୁଛି, ସବୁକୁ ମନନ କରୁଛି। ଦେଖିବା, ଶୁଣିବା, ଭାବିବା ଯାହାର କାମ, ସେଇଟା ଆପଣଙ୍କ ସ୍ୱୟଂ। ଏହିପରି ବୁଝନ୍ତୁ, ଈଶ୍ୱର କୌଣସି ଦୂର ସ୍ଥାନରେ ନୁହେଁ, ସେ ସବୁ ଦିଗର ପଛରେ ଏବଂ ସେଇ ପଛ ହେଉଛି ଆପଣ ସ୍ୱୟଂ। ଜୟ ଜୀବ।